ଭାଉଜ ଆଜି କଣ ଖାଇବ? ଆଜି ଟିକେ ପିଜ୍ଜା ବନେଇଲେ ହୁଅନ୍ତାନି? ଏଇ ଗୋଟେ କଥା, ଚାଲ ବନେଇବା। ଦେଖିପାରୁଥିବେ ଏଇଟା ହେଉଛି ପିଜ୍ଜା ବେସ୍, ଯେଉଁଟାକି ଆମେ ମାର୍କେଟରୁ ନେଇକି ଆସିଛୁ। ଆମକୁ 30 ଟଙ୍କା ପଡ଼ିଲା। ସେଥିରେ 2ଟା ପିଜ୍ଜା ବେସ୍ ଅଛି, ଦେଖନ୍ତୁ। ତାପରେ ଦେଖନ୍ତୁ ସେଥିରେ ଆମେ କ'ଣ କ'ଣ ୟୁଜ୍ କରିବୁ। ସେଥିପାଇଁ ଆମେ କ୍ୟାପ୍ସିକମ୍ ଗୋଟେ ନେଇଛୁ, ଗୋଟେ ଟମାଟୋ, ଗୋଟେ ପିଆଜ, ତାପରେ ବଟର ନେଇଛୁ ଅମୁଲରେ, ଆଉ ଚିଜ୍ ବି ଆମେ ଅମୁଲରୁ ନେଇକି ଆସିଛୁ। ତାପରେ ହେଉଛି ଏଇଟା ଦେଖିପାରୁଥିବେ ପିଜ୍ଜା ସସ୍, ତାପରେ ଅରିଗାନୋ ଆଣ୍ଡ ରେଡ୍ ଚିଲି ଫ୍ଲେକ୍ସ। ତାପରେ ଆମେ ଚିକେନ୍ ବି ୟୁଜ୍ କରିବୁ, ତ ପକେଇବୁ, ସେଇଟା ପରେ ଦେଖେଇବି। ତ ଚାଲନ୍ତୁ ଆଗେ ଶିମଲା ମିର୍ଚଟାକୁ କାଟିଦେବା। ଦେଖନ୍ତୁ ମୁଁ କ୍ୟାପ୍ସିକମ୍କୁ 2ଟା ଟାଇପ୍ରେ କାଟିବି, ଗୋଟେ ଏମିତି ଲମ୍ବା ଲମ୍ବା କରିକି ଆଉ ଗୋଟେ ଛୋଟ ଛୋଟ ପିସ୍ କରିକି। ଟମାଟୋକୁ ମଧ୍ୟ ମୁଁ 2ଟା ଡିଜାଇନରେ କାଟିଛି, ଦେଖିପାରୁଥିବେ। ଗୋଟେ ଲମ୍ବା ଲମ୍ବା ଆଉ ଗୋଟେ ହେଉଛି ଛୋଟ ଛୋଟ ପିସ୍ରେ କାଟିବି। ଏଇଟା ଦେଖନ୍ତୁ ଛୋଟ ଛୋଟ ପିସ୍ କରି କାଟୁଛି। ଟମାଟୋର ମଞ୍ଜି ଗୁଡ଼ାକ ବାହାର କରିଦେବେ, ସେଇଟା ଟିକେ ଭଲ ଲାଗେନି ଟେଷ୍ଟଟା, ସେଗୁଡ଼ାକ ବାହାର କରିଦେବେ ମଞ୍ଜିଟା। ତାପରେ ଦେଖନ୍ତୁ ପିଆଜକୁ ବି ଆମେ ସେମ୍ ଟାଇପ୍ରେ କାଟିବା, ଲମ୍ବା କରିକି ଆଉ ଗୋଟେ ଛୋଟ ଛୋଟ ପିସ୍ କରିକି। ବେସ୍ ଆଣିଥିଲୁ, ତ ସେଇଟାକୁ ବାହାର କରିଦେବା। ତାପରେ ଆମ ପାଖରେ ଏଇ 2ଟା ପ୍ଲେଟ୍ ଥିଲା, ଦେଖୁଥିବେ। ତ ଆମେ ଏଇ 2ଟା ପ୍ଲେଟ୍ ନେବୁ। ତ ସେଥିରେ ଆମେ କ'ଣ କରିବୁ ନା, ପ୍ରଥମେ ତେଲ, ରିଫାଇନ୍ ତେଲ ଦେଇଦେବା, କାହିଁକିନା ପିଜ୍ଜା ଯେମିତି ନ ଲାଗେ, ତଳେ ଯେମିତି ପିଜ୍ଜାଟା ନ ଲାଗିବ, ସେଥିପାଇଁ ଆପଣମାନେ ତେଲ ୟୁଜ୍ କରିଦେବେ। ତେଲଟା ଲଗେଇଦେଲେ ଆଉ ପିଜ୍ଜାଟା ଲାଗିବନି। ତାପରେ ସେ ଯେଉଁ ପିଜ୍ଜାଟା ଆମର ବେସ୍ଟା ଏଟା ରଖିଦେବା। ତାପରେ ଆମେ ଯେଉଁ ପିଜ୍ଜା ସସ୍ଟା ରଖିଛନ୍ତି ସେଇଟାକୁ ଦେଇଦେବା। ଦେଖନ୍ତୁ 2ଟା ଏଥିରେ ଭଲ ଭାବରେ ଆମେ ପିଜ୍ଜା ସସ୍ଟା ଦେଇଦେବା। ତାପରେ ଆମେ ସ୍ପୁନରେ ଏମିତି କରିଦେବା, ମୁଁ ଯେମିତି କରୁଛି ଦେଖନ୍ତୁ। ତାପରେ ଆମେ ଯେଉଁ ସବୁ କାଟିକି ରଖିଥିଲେ କ୍ୟାପ୍ସିକମ୍, ଟମାଟୋ, ଏମିତି ଡିଜାଇନରେ ସଜେଇଦେବା। ଦେଖନ୍ତୁ ମୁଁ ଯେମିତି କରୁଛି।
ଏମିତି ପୁରା ଭଲ ଭାବରେ ଦେଖନ୍ତୁ ମୁଁ ସଜେଇ ଦେଲି ପିଜାଟାକୁ। ତାପରେ ମୁଁ ମକାକୁ ଆଡ଼୍ କଲି। ଦେଖନ୍ତୁ ମକା କଞ୍ଚା ଥିବ ଯେଉଁଟା ସେଇଟା ଆପଣମାନେ ଦେଇଦେବେ। ତାପରେ ସେକେଣ୍ଡଟାକୁ ମୁଁ ଯେଉଁ ଛୋଟ ଛୋଟ କାଟିକି ରଖିଥିଲି, ତ ସେକେଣ୍ଡ ପିଜାଟା ଆମେ ସେମିତି ଡେକୋରେଟ୍ କରିବା। ଦେଖନ୍ତୁ ତାପରେ ଦେଖନ୍ତୁ ମୁଁ ଚିକେନଟାକୁ ଏମିତି ନେଇ ଆସିଛି ସାଇଜ୍ କାଟିକି ମାର୍କେଟରୁ। ତାପରେ ଆମେ ଏଟାକୁ ଛୋଟ ଛୋଟ ପିସ୍ କରିକି କାଟିବା। ଦେଖନ୍ତୁ ମୁଁ ଯେମିତି କାଟୁଛି ଦେଖିପାରୁଥିବେ। ଦେଖନ୍ତୁ ଭାଉଜ ତାଙ୍କର ଏଠି ସେଲ୍ଫି ନେବାରେ ବ୍ୟସ୍ତ। କି ପୋଜ୍ ତାଙ୍କର। ତାପରେ ଆମେ କ'ଣ କରିବା ନା ଚିକେନଟାକୁ ଫ୍ରାଏ କରିଦେବା। ସେଥିପାଇଁ ମୁଁ ସେଥିରେ ଲୁଣ, ହଳଦୀ, ଜିରା ଗୁଣ୍ଡ, ତାପରେ ଲଙ୍କା ଗୁଣ୍ଡ, ତାପରେ ଟିକେ ଗରମ ମସଲା ଦେଇକି ଭଲ ଭାବରେ ଆମେ ଗୋଳେଇ ଦେବା। ଏମିତି ରଖିଦେବା ଗୋଳେଇକି। ତାପରେ ଦେଖନ୍ତୁ ମୁଁ ଗୋଟେ ତାୱା ବସେଇଲି, ସେଥିରେ ଆମେ ରିଫାଇନ୍ ତେଲ ଦେଇଦେଇଛି। ତାର ଗରମ ହେଇସାରିଲା ପରେ ସେଥିରେ ମୁଁ ସେ ଯେଉଁ ଚିକେନ ଯେଉଁ ରଖିଛି ତାକୁ ଏମିତି ଫ୍ରାଏ କରିଦେବା ରଖିକି। ଏଠି ଦେଖନ୍ତୁ ଆମର ଚିକେନ ଫ୍ରାଏଟା ରେଡ଼ି ହେଇଯାଇଛି। ତାପରେ ଦେଖନ୍ତୁ ମୁଁ ପିଜ୍ଜା ଉପରେ ସେ ଛୋଟ ଛୋଟ ପିସ୍ଟାକୁ ଡେକୋରେଟ୍ କରିକି ରଖିଦେବି। ଦେଖନ୍ତୁ ଯେହେତୁ ମୁଁ ସବୁ ଭେଜିଟେବୁଲ୍ସଟା ପକେଇଲି, ସେଗୁଡ଼ା ଲମ୍ବା ଲମ୍ବା କଟ୍ କରିଥିଲି, ତ ସେଥିପାଇଁ ଏଠି ବି ଚିକେନଟାକୁ ମୁଁ ସେମ୍ ସାଇଜ୍ରେ ନେଇଛି। ଦେଖନ୍ତୁ ତ ଏଠି ବି ଚିକେନଟା ବି ଦେଇଦେବା ଛୋଟ ଛୋଟ ପିସ୍ କରିକି। ତାପରେ ଆମେ ଯେଉଁ ଚିଜ୍ ରଖିଛୁ ସେଇଟାକୁ ଆମେ ଏଠି କଟ୍ କରୁଛୁ, ଦେଖିପାରୁଥିବେ। କରିସାରିଲା ପରେ ଆମେ ତାପରେ ପିଜ୍ଜାରେ ଦେଇଦେଉଛୁ। ଦେଖନ୍ତୁ ପ୍ରୋସେସ୍ କେମିତି। ପିଜ୍ଜାରେ ଆମେ ପୁରା ଚିଜ୍ ଦେଇଦେଇଛୁ ପୁରା ଭରି ଭରି, ଦେଖିପାରୁଥିବେ। ତାପରେ ଆମେ ରେଡ୍ ଚିଲି ଫ୍ଲେକ୍ସ ସେଇଟା ଆମେ ଆଡ଼୍ କରିବୁ ପିଜ୍ଜା ଉପରେ, ଦେଖିପାରୁଥିବେ।
ଦେଖନ୍ତୁ ଯେଉଁ ଅରେଗାନୋ ରଖିଛି ସେଇଟାକୁ ବି ଦେଇଦେଲି। ତାପରେ ଦେଖନ୍ତୁ ମୁଁ ଗୋଟେ କଢ଼େଇଟେ ବସେଇକି ସେଟା ଟିକେ ଗରମ କରିଦେଲି। ତାପରେ ଲୁଣ, ଏଇଟା ଗୋଟେ ଗିନା ଗୋଟେ ଲୁଣ ମୁଁ ସେଥିରେ ଦେଲି। ପରେ ଆପଣମାନେ ଜାଣିଥିବେ ଏଇଟା ହେଉଛି ଭାତ ହାଣ୍ଡି ରଖିବାର ଯେଉଁ ଷ୍ଟାଣ୍ଡଟା, ତ ସେଇଟା ଷ୍ଟାଣ୍ଡ ଉପରେ ଆମେ ସେ ପିଜାଟାକୁ ରଖିବା। ଦେଖନ୍ତୁ ମୁଁ ଷ୍ଟାଣ୍ଡଟିକୁ ଦେଇଦେଲି। ତାପରେ ସେ ଯେଉଁ ପିଜା ରଖିଥିଲି ତାକୁ ମୁଁ ତା ଉପରେ ବସେଇଦେବି। ଦେଖନ୍ତୁ ଆମେ ତାକୁ କଭର କରିଦେବା। ଦେଖନ୍ତୁ କଭର କରିଦେଇଛି। ଫ୍ଲେମ୍ କରିଦେବା ଏବଂ ଏମିତି ଆମେ 10-15 ମିନିଟ୍ ଆମେ ରଖିଦେବା ଷ୍ଟିମ୍ ଦେବା ପାଇଁ। ଦେଖିପାରୁଥିବେ ଏଠି ପୁରା ଷ୍ଟିମ୍ ଦେଇଛି। ଦେଖିପାରୁଥିବେ 10-15 ମିନିଟ୍ ଆମେ ଏମିତି ରଖିଦେବା। ପରେ 10-15 ମିନିଟ୍ ହେଇଗଲାଣି। ତେବେ ଦେଖନ୍ତୁ ମୋର ପିଜାଟା ପୁରା ରେଡ଼ି ହେଇଯାଇଛି। ଦେଖନ୍ତୁ ଚିଜ୍ଟା ପୁରା ଠିକ୍ ସେ ପୁରା ହେଇଛି। ତାପରେ ମୁଁ ସେଟା ମୋର ପିଜା କଟର ନାହିଁ, ତ ଆମେ ଛୁରୀରେ ବି ତାକୁ କାଟିପାରିବା। ଦେଖନ୍ତୁ ଆପଣମାନେ ବି ଦେଖିପାରୁଥିବେ ପୁରା ମାର୍କେଟରୁ କିଣିଲା ପରି ପିଜାଟି ହେଇଛି। ପୁରା ସୁନ୍ଦର ଦିଶୁଛି ମଧ୍ୟ ଦେଖିପାରୁଥିବେ, ଆଉ ବହୁତ ଟେଷ୍ଟି ହେଇଛି। ପୁରା ଦେଖିକି ବି ଜଣା ପଡୁଛି। ଚାଲନ୍ତୁ ଭାଉଜଙ୍କୁ ଦବା, ସେ ଭାଉଜ ପିଜା କେମିତି ହେଇଛି?